ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହେଉଛି ବକୁଳ ଅମାବାସ୍ୟା। ଆଜି ଟିକେ ମହାପ୍ରଭୁ ପାଇଁ କ'ଣ କହିଲ ଅଇଁଠା ଟିକେ କରୁଛି। ମାନେ ଆମ୍ବ ଗଛ ତ ପୂଜା ହବ, ନଡ଼ିଆ ଗଛ ଆମ୍ବ ଗଛ ତ ପୂଜା ହବ। ସେ ତ ସନ୍ଧ୍ୟା ବେଳକୁ ଚଳିବ, ସକାଳୁ ବି ଯିଏ ଅସୁବିଧା ତ ସକାଳୁ କରିପାରିବ। ତାପରେ ଆମେ ନର୍ମାଲ ଗଇଁଠା କରିଦେଉଛେ। ଯଦି ମହାପ୍ରଭୁଙ୍କୁ ଟିକେ ଭୋଗ ଲଗେଇବା ତାହେଲେ ମୋର କେମିତି କରିଛି ମୁଁ ତମକୁ ଜଣାଉଛି ସବୁ ହେଲା। ସକାଳୁ ପୁଅ ବଡ଼ଦିନ ଆସିଥିଲା, ଆଉ ପୁରା ଭୋର ଟ୍ରେନ୍ ଟାଇମ୍ ତାର 6ଟା ବେଳେ ସେ ଯିବ। ମୁଁ 5ଟା ବେଳେ ଉଠିକିରି ଯେହେତୁ ପୁଅ ଯିବ ଟ୍ରେନ୍ରେ, ସେ ଗଲା ପରେ ଆଉ ଘର ଓଳାଓଳି କରିନି। ପିଲା ଯେତେବେଳେ ଘରୁ ଯିବେ କି ଆପଣଙ୍କର ଗାଈ ନାହାନ୍ତି ସବୁବେଳେ ତ କାଶ ହେଉଛି ଆଉ ତାପରେ ସେ ଗଲା ପରେ ବାସି ଘର ଓଳା ହয়ନି। ମୁଁ ସେଠୁ ପୁଅକୁ ଡାକି ଦେଇକିରି ପୁଅ ସେଠୁ ତାର ବ୍ରସ୍ କରିକା କଲା ପରେ ମୁଁ ସେଠୁ ଗାଧେଇ ପଡ଼ିକିରି ଗିଜର ଦେଇଦେଲି, ଗାଧେଇ ପଡ଼ିକିରି ସେଇଠୁ ତା ବାପା ବି ଗାଧେଇଲି, ମୁଁ ବି ଗାଧେଇଲି। ଗାଧେଇକି ଘର ଦ୍ୱାର ଆଗ ଓଳାଓଳି କରିଦେଲି, ପୁଅକୁ ଚାହା କରିଦେଲି, ସେ ପିଇଦେଲା। ଟ୍ରେନ୍ ଟାଇମ୍ ହେଇଯିବ ନା, ଟିକେଟ୍ କରିବାକୁ ପଡ଼ୁଛି, ଲାଇନ୍ରେ ରହିବାକୁ ପଡ଼ୁଛି। ଯଦି ଲାଇନ୍ରେ ବହୁତ ଭିଡ଼ ଥିବ କମ୍ପ୍ୟୁଟରରେ ତାର କହିଲେ ମୁଁ କରିଦେବି, ଯଦି କମ୍ପ୍ୟୁଟର ଭଲ ଥିବ କରିଦେବି। ତାପରେ ମୁଁ ଆସିଲି ଠାକୁରଙ୍କର ଗାଧେଇକି ସବୁ ନିତ୍ୟକର୍ମ ସାରିକି ପ୍ରଭୁଙ୍କୁ ଆଗ ଭୋଗ ଦେବି, କାରଣ ବକୁଳ ଅମାବାସ୍ୟା ପ୍ରଭୁ ତ 2:30 ରାତିରୁ ଖାଇସାରିଲେଣି। ଆଉ ଆପଣ ଦେଖିବେ ଜଗନ୍ନାଥ ଚ୍ୟାନେଲରେ ପ୍ରଭୁ ପୁରା କୁସୁମା ସାଙ୍ଗେ ସାଙ୍ଗେ ଖାଇଦେଉଛି। ମା ଲକ୍ଷ୍ମୀ ନାହାନ୍ତି, ତେଣୁକରି ମୁଁ ଏବେ ଗଇଁଠା କରୁଛି। କେମିତି କଲି କହିଲ, ଯେହେତୁ ପ୍ରଭୁଙ୍କୁ ଟିକେ ମୁଁ ଭୋଗ ଦେବି, ପ୍ରଭୁ ଯେମିତି ଭଲ ପାଆନ୍ତି। କ'ଣ କଲି, ପାଣି ଗରମ କଲି, ତା ଚିନି ପକେଇଲି, ଲୁଣ ପକେଇଲି, ଗୁଆ ଘିଅ ଟିକେ ପକେଇଲି, ଗୁଜୁରାତି 2-3ଟା ପକେଇଲି। ତାପରେ ଲୁଣ ଯେତିକି ଦବା ଦେଇକି ଆବଶ୍ୟକ ଅନୁସାରେ ଲୁଣ ଟିକେ ପକେଇଲି। ନହେଲେ ଅଲଣା ଗୋଟେ ପ୍ରଭୁଙ୍କୁ ଦେବି, ତାହେଲେ ଲୁଣ ପକେଇଲି। ପାଣି ଫୁଟିଲା ପରେ ସୁଜି ପକେଇଲି, କାରଣ ଆମେ ଘରେ କରୁଛେ, ଖାଲି ଗଇଁଠା କରୁଛେ। ଯେହେତୁ ପ୍ରଭୁ ମିଠା ଟିକେ ଭଲ ପାଆନ୍ତି, ଘିଅ ଟିକେ ଗୁଆ ଘିଅ ଟିକେ ଭଲ ପାଆନ୍ତି, ଗୁଜୁରାତି ଭଲ ପାଆନ୍ତି, ତେଣୁକରି ସବୁ ମିକ୍ସିଂ କରିକି ମୁଁ ଟିକେ ଗଇଁଠା କରୁଛି। ଗଇଁଠା କରି କଡ଼ାରେ ମୁଁ ପାଣି ବସେଇଛି, ଏବେ ଗଇଁଠା କରୁଛି। ଆଗ ପ୍ରଭୁଙ୍କୁ ଟିକେ ଭୋଗ ଲଗେଇଦେଲେ ଆମେ ଗଛରେ ଦେବା। ଆମର ତ ଟାଉନରେ ଗଛ ନାହିଁ, ତଥାପି ଗୋଟେ ମୋ ଛୋଟିଆ ଆମ୍ବ ଗଛ ମୋର ଅଛି। ଆଉ ଛୋଟ ଛୋଟ ଅଛି, ଗଛ ଅଲଗା ଲୋକଙ୍କର ଅଛି, କିନ୍ତୁ ଆମର କିଛି ତ ଟାଉନରେ ଏଠି ତ କିଣା ଜାଗା। ଆଉ ବାହାରେ ଯେତିକି ଅଛି ଗଛ ଆଉ ଗୋଟେ ନୂଆ ପ୍ଲଟ୍ରେ କିଣା ହେଇଛି, ତା ଦେହରେ ଗଛ ଏତେ ନାହିଁ, ଏମିତି ମାନେ ଛୋଟ ନଡ଼ିଆ ଗଛ ଲଗା ହେଇଛି, ଏସବୁ ହେଇଛି ହେଲା। ଆଉ ଫୁଲ ଗଛ କ'ଣ ପୂଜା ହେଇ ଟଗର ମନ୍ଦାର ଇଏ ତ ସବୁ ଅଛି, କନିଆରୀ ସବୁ ଫୁଲ ଲଗେଇଛି ଚାରିପଟେ। ଆଉ କିନ୍ତୁ ବାହାର ଜାଗା ଯେହେତୁ ସାଇଡ଼ରେ ଏତେ ଗଛ ନାହିଁ। ଆମ୍ବ ଗଛ, ପିଜୁଳି ଗଛ, ନଡ଼ିଆ ଗଛ ଅଛି ଦୂରରେ। ମୋର ଯେଉଁ ଆଉ ଗୋଟେ ପ୍ଲଟ୍ ଅଛି ଦୂରରେ ନଡ଼ିଆ ଗଛ ଅଛି, କିନ୍ତୁ ଘର ପାଖରେ ଯେଉଁ ଅଛି ନଡ଼ିଆ ଗଛ ଦେଖିବା କ'ଣ ହେଉଛି। କିନ୍ତୁ ପ୍ରଭୁଙ୍କୁ ଆଗେ ଟିକେ ଭୋଗ ଲଗେଇ ଦେଉଛି। ଏବେ ପାଣି ମୁଁ ବସେଇଛି, ଏବେ ଗରମ ହେଉଛି ପାଣି। ଏଇଠି ଦେଖିଲେ ପାଣି ଏବେ ଗରମ ହେଉଛି। ଏବେ ମୁଁ ପାଣି ଟିକେ ଫୁଟିଲେ ଆଗ ଗଇଁଠାଟା କରିଦେଇକିରି ତାପରେ ମୁଁ ପ୍ରଭୁଙ୍କର ଦ୍ୱାର ଖୋଲିବି। କାହିଁକିନା ଭୋଗଟା ଆଗ ତିଆରି କରିଦେଲେ ପ୍ରଭୁଙ୍କର ଘର ଦ୍ୱାର ଓଳେଇକିରି ତାପରେ ମଙ୍ଗଳ ଆଳତି କରିବି। ମଙ୍ଗଳ ଆଳତି ଆଗ ପ୍ରସାଦ ଦେଇଦେବି, ତାପରେ ମଙ୍ଗଳ ଆଳତି କରେ, ତାପରେ ଯାଇ ପ୍ରଭୁ ସ୍ନାନ କରେନି। ଏମିତି ସବୁ କରିବ ନା। ଆଉ ଆଜି ବକୁଳ ଅମାବାସ୍ୟା ହେଲା, ରଖୁଛି, ଡେରି ହେଇଯିବ ପୂଜା ପ୍ରଭୁଙ୍କର। ଏବେ ଆମର ପାଣି ଫୁଟିବା ଆରମ୍ଭ ହେଇଗଲା। ଏମିତି ଗଇଁଠା ପକେଇବା, କାରଣ ଗଇଁଠା ଜନ୍ତା ହେଇଛି ନା, ଗଇଁଠା ଜନ୍ତା ହେଇଛି। ଯେଉଁମାନେ କଞ୍ଚା କରୁଛନ୍ତି ଜନ୍ତା ହେଇଛି। ଘିଅରେ ଚିନି ଗୁଜୁରାତି ଯାହା ସବୁ ପଡ଼ିଲା, ଗୁଆ ଘିଅ ହରିକା ଦେଇକିରି ଏ ଜନ୍ତା ହେଇଛି, କାରଣ ପ୍ରଭୁଙ୍କୁ ଭୋଗ ଲାଗିବ ନା। ଏ ଜନ୍ତା ହେଇଛି, ଏ ସିଝିଗଲା ପରେ ପ୍ରଭୁଙ୍କୁ ଭୋଗ ଦେବ। ତାପରେ ତୁମର ଫଳମୂଳ ମିଶାଇକିରି ପ୍ରଭୁଙ୍କୁ ଯାହା ଭୋଗ ଦେଲ, ଆଉ ତୁମର ସେଇଟା ନିଜ ମର୍ଜି। କିନ୍ତୁ ଆଜି ବକୁଳ ଅମାବାସ୍ୟା, କିଏ କେତେ ପ୍ରକାର ମଣ୍ଡା କରନ୍ତୁ କି ନଡ଼ିଆ ଛେନା ପୁରା, ସେ ଯାହା ଯିଏ ଯେମିତି କରନ୍ତି, କିନ୍ତୁ ବକୁଳ ଅମାବାସ୍ୟାରେ ଗଇଁଠାଟା ପ୍ରଥମ ପ୍ରାଧାନ୍ୟ। ଆମେ ଆମର ଯେଉଁ ଗାଁ ଗଣ୍ଡାରେ ଆମର ଗାଉଁଲି ହିସାବରେ କ'ଣ ବିଧି ଅଛି ମୁଁ ଜାଣିନି ମନ୍ଦିରରେ, କିନ୍ତୁ ଯେହେତୁ ଆମେ ଛୋଟବେଳୁ ବୋଉ ଗଇଁଠା କରେ, ମୋ ମା
ତେଣୁକରି ଗଇଁଠା ପିଠା ହିଁ କରିଥାଉ। କିନ୍ତୁ ସିଏ ତ ସବୁ ଷ୍ଟାଇଲ ଆଜିକାଲି ହେଲାଣି, ଖାଇବା ପାଇଁ ବିଭିନ୍ନ ଭେରାଇଟି ଲୋକ କିଣିବି ଘିନି ଆଉଛନ୍ତି, କିନ୍ତୁ ସେଇଟା ଠିକ୍ ନୁହେଁ। ଛେନା ଅଛି ଯଦି, ନଡ଼ିଆ ଅଛି, ମଣ୍ଡା ପିଠା କରନ୍ତୁ ଆଉ ବିଭିନ୍ନ ପ୍ରକାର ଭୋଗ ଦିଅନ୍ତୁ, କିନ୍ତୁ ଗଇଁଠାଟା ମାନେ ବର୍ଷକେ ଥରେ ଅପେକ୍ଷା କରିଥାଏ ନା। ଏଇ ଯେଉଁ ଆମର ସଂସ୍କାର, ଗଇଁଠା ପିଠା ଯେଉଁ ଅଛି କାହିଁକି ଅଛି, ଏଇ ଦିନେ ହିଁ ଗଇଁଠା ପିଠା ହେଇଥାଏ, ସବୁବେଳେ ହେଇନଥାଏ। ବର୍ଷକରେ ଥରେ ଏଇ ବକୁଳ ଅମାବାସ୍ୟାରେ ଗଇଁଠା ପିଠା ହିଁ ପ୍ରଥମ ଭୋଗ ଦିଆଯାଇଥାଏ। ବର୍ତ୍ତମାନ ଆମର ଗଇଁଠା ସିଝିବା ଆରମ୍ଭ ହେଲାଣି। ଆପଣ ଏମିତି କରିବେ। ଜୟ ଜୟ ଜଗନ୍ନାଥ ରହୁଛି। ଏବେ ମୋର ବକୁଳ ଅମାବାସ୍ୟା ପିଠା ସରିଗଲା। ଏବେ ମୁଁ ପୂଜା ଘରକୁ ଆସିଲି। ମହାପ୍ରଭୁ ଶୋଇଛନ୍ତି, ଆପଣ ଦର୍ଶନ କରନ୍ତୁ। ଆପଣ କହୁଛନ୍ତି ନା ଦିଦି କେମିତି ପୂଜା କରୁଛନ୍ତି। ବର୍ତ୍ତମାନ ଆପଣଙ୍କର ଯଦି ଛୋଟ ପିଲା ଅଛି, ଜଞ୍ଜାଳ ଅଛି, ଆପଣ ତ ଏମିତି କରିପାରିବେନି, ଯେହେତୁ ମୋର ପୁଅ ବଡ଼ ହେଇଗଲେଣି। ଆଉ ମୋତେ ଯେ ପ୍ରଭୁଙ୍କ ସେବା କରିବାକୁ ସୌଭାଗ୍ୟ ମିଳୁଛି, କାରଣ ଆଗକୁ କ'ଣ ହେବ ମୁଁ କହିପାରିବିନି, ହୁଏତ ମୁଁ ନଥିବି କି ଜଞ୍ଜାଳ ବଢ଼ିବ। ଏବେ କିନ୍ତୁ ପ୍ରଭୁ ଠିକ୍ ରଖିଛନ୍ତି, ମୁଁ ସବୁ କରିପାରୁଛି। ଦେହ ବି ଯେତିକି ଟିକେ ଥଣ୍ଡା ରହିଲେ ବି ସୁଦ୍ଧା ତାରି ଭିତରେ ମୁଁ 5ଟା ବେଳେ ଉଠି ଗାଧେଇକିରି ମୋର କର୍ମ କରୁଛି। ତେଣିକି ପ୍ରଭୁଙ୍କ ଇଚ୍ଛା। ଏବେ ଆପଣ ଦେଖନ୍ତୁ, ମୁଁ ପୂଜା ଘରେ ଆସି ପହଞ୍ଚିଗଲି। ସବୁ ପ୍ରଭୁ ଶୋଇଛନ୍ତି, ଦର୍ଶନ କରିବେ। ତାପରେ ମଙ୍ଗଳ ଆଳତି ଆମର ଆରମ୍ଭ ହେବ। ଏବେ ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ନୀଳାଚଳ ନିବାସାୟ ନିତ୍ୟାୟ ପରମ ଆତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ଓಂ ସୁଦର୍ଶନ ଦେବତାଭ୍ୟೋ ନମଃ। ପତିତ ପାବନାୟ ନମଃ। शान्तकारं भुजगशयनं पद्मनाभो सुरेशं विश्वधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिर्विद्यानगम्यं वन्दे विष्णु भवभयहरं सर्वलोकैकनाथं सर्वलोकैकनाथं सर्वलोकैकनाथं। जय जय जगन्नाथ स्वामी नयन पथगामी भवत्मे। ଏବେ ମହାପ୍ରଭୁ ମୋର ଘୋଡ଼ ଲାଗିଛନ୍ତି, ଶୋଇଛନ୍ତି। ଦେଖନ୍ତୁ ଏଠି ମହାପ୍ରଭୁ ଶୋଇଛନ୍ତି, ଆଉ ଏଠି ସାଇ ଶୋଇଛନ୍ତି, ଆଉ ଏଠି ମୋ ମା ଲକ୍ଷ୍ମୀ, ଆଉ ଏଠି ମୋର କୁଚି କାହ୍ନା, ଏ ହେଉଛି ଲଡ଼ୁ ଗୋପାଳ ଶୋଇଛନ୍ତି କୁଚୁରି କୁଚୁରି ଏଠି। ତାପରେ ଏବେ ପ୍ରସାଦ ହେଇଯାଇଛି, ଗଇଁଠା ପ୍ରସାଦ, ତାପରେ ଏସବୁ ଆମର ଫଳ, ପଞ୍ଚାମୃତ ବର୍ତ୍ତମାନ ରେଡ଼ି ହେଇକି ରହିଛି। ଦେଖନ୍ତୁ ପଞ୍ଚାମୃତ। ଆନନ୍ଦ ବଳିଆଙ୍କୁ ଦର୍ଶନ କରନ୍ତୁ। ତାପରେ ଧୂପ ଦୀପ ସବୁ ଆରମ୍ଭ ହେଇଗଲା। ଏବେ ତୁଳସୀ ଦେଖନ୍ତୁ, ତୁଳସୀ ରେଡ଼ି ହେଇଯାଇଛି। ଏ କୁସୁମ ଫୁଲ ଆମର କିଣା ହେଉଛି। ତାପରେ ଆମର ସଜ ଫୁଲ ଟିକେ ନେଇ ଆସିବ ବାହାରୁ, ଟଗର, କନିଆରୀ ଆଉ ଦୁବ, ଯେଉଁ ବରକୋଳି ପତ୍ର ତଳୁ ଟିକେ ନେଇ ଆସିବ। ଯାଅ, ପୁଅକୁ ଛାଡ଼ିବାକୁ ଯାଇଥିଲେ, ସିଆଡ଼ୁ ନେଇ ଆସିବ। ତାପରେ ଏବେ ଆମର ଆଳତି ପାଇଁ ପ୍ରଭୁଙ୍କର ଏଇ ଯେଉଁ ଛୋଟ ଦୀପ, ଏଇଥିରେ ଘିଅ ଦୀପ, ଏଇଟା ଘିଅର ତୁଳାବତୀରେ କର୍ପୂର ଦିଆହେଇଛି। ଏଇଟା ଘିଅରେ ଆମର ଆଳତି ହେଇଥାଏ, ମଙ୍ଗଳ ଆଳତି ପ୍ରଭୁଙ୍କର। ଏବେ ପ୍ରଭୁଙ୍କର ମଙ୍ଗଳ ଆଳତି ଆରମ୍ଭ କରିବା, ତାପରେ ସ୍ନାନ କରିବେ ଆଉ। ଜୟ ଜୟ ଜଗନ୍ନାଥ। କହୁଛନ୍ତି ନା କେମିତି ଦିଦି ପୂଜା କରୁଛନ୍ତି, ଏବେ ଦର୍ଶନ କରନ୍ତୁ ପ୍ରଭୁଙ୍କୁ, ତାପରେ ଆମେ ମଙ୍ଗଳ ଆଳତି ଆରମ୍ଭ କରିବା।